ଭିଉଅର୍ସ ମାନଙ୍କୁ ଲୁସି କିଚେନେଟ୍‌ରେ ଆଉ ଏକ ନୂତନ ଅଧ୍ୟାୟରେ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କୁ ପୋଟଳର ଏକ ନୂଆ ରେସିପି ପ୍ରିପେୟାର କରି ଦେଖାଇବି। ତାହା ହେଲା ପୋଟଳ କୁର୍ମା। ଏହାର ଇନଗ୍ରିଡିଏଣ୍ଟସ୍ ଗୁଡ଼ାକ ହେଲା ପୋଟଳ ନେଇଛି, ଆଳୁ ନେଇଛି, ଆଉ ତାପରେ ନେଇଛି ରସୁଣ, ପିଆଜ, ଅଦା, ତାପରେ କାଜୁ, ତାପରେ ଶୁଖିଲା ଲଙ୍କା, 3ଟା ଶୁଖିଲା ଲଙ୍କା ନେଇଛି, ଜିରା, ଧନିଆ, ଗୋଟା ମସଲାରେ ନେଇଛି ଡାଲଚିନି, ଲବଙ୍ଗ, ଗୋଲମରିଚ, ଷ୍ଟାର ଫୁଲ, ଗୁଜୁରାତି, ଜାଇଫଳ, ଆଉ ନେଇଛି ମୁଁ ନଡ଼ିଆ। ବର୍ତ୍ତମାନ ମୁଁ 2 ଫାଳ ଲେଖା ପୋଟଳକୁ କାଟି ଦେଇଛି, ଆଉ ଆଳୁ 5ଟାକୁ 2 ଫାଳ ଲେଖା କାଟି ଦେଇଛି। ଏଠି ଦେଖନ୍ତୁ ମୁଁ ଏଇଠି ଅଦା ରସୁଣ ସବୁ ନେଇଛି, ଗୋଟା ମସଲା ମଧ୍ୟ ନେଇଛି। ବର୍ତ୍ତମାନ ମୁଁ ବଏଲ୍ କରିଥିବା ଅଦା, ପିଆଜ, ରସୁଣ, କାଜୁକୁ ଗ୍ରାଇଣ୍ଡିଙ୍ଗ କରିଦେବି। ଦେଖନ୍ତୁ ଏଠି ମୁଁ ଗ୍ରାଇଣ୍ଡିଙ୍ଗ କରିଦେଲି। ଆଉ ଏଠି ଟମାଟୋ ପକେଇଲି, ତାପରେ ମୁଁ ନଡ଼ିଆକୁ ବି ପକେଇଦେଲି। ଆଉ ଗୋଟା ମସଲା କିଛି ପକେଇଦେବି, ଆଉ କିଛି ଫ୍ରାଏ କରିବା ପାଇଁ ରଖିବି। ଏଠି ଜିରା, ଧନିଆ ଆଉ ଶୁଖିଲା ଲଙ୍କା ପକେଇଲି। ଏଠି ବାଟିକି ରଖିଲି ମସଲା। ଦେଖନ୍ତୁ ଏଠି ମୁଁ ପୋଟଳକୁ ଫ୍ରାଏ କରିଦେଲି। ପୋଟଳ ମୁଁ ଆକୁ ଟିକେ ତେଛା ତେଛା କରି କାଟିଛି। ଆପଣ ଗୋଟା ରଖିକି ବି ଫ୍ରାଏ କରିପାରିବେ, ମଝିରୁ କଟ୍ କରିକି। ଆଉ ଗୋଟା ରଖିଲେ କ'ଣ କି ପାଣି କାଢ଼ିବା ଟିକେ, ପାଣିଟା ମରିବା ଟିକେ ସହଜ ହବନି। କାହିଁକିନା ଏଥିରେ ମୁଁ କାହିଁକି ରଖିଛି ନା, ଭଲ ଭାବରେ ଆକୁ ଟିକେ ମାନେ ଚାପି ଚାପିକି ପାଣିଟା କାଢ଼ିଦେବି। କାରଣ ଯଦି ଆମେ ତେଲରେ ଛାଣି ଦେଇଥାନ୍ତେ ଭଲ ହେଇଥାନ୍ତା, କିନ୍ତୁ ବେଶୀ ଅଏଲି ଲାଗିବ ବୋଲି ମୁଁ ତାକୁ ଫ୍ରାଏ କରିକି ଛାଣିଛି। ଏଠି ମୁଁ ଲୁଣ ଟିକେ ପକେଇ ଦେଇଦେଲି, ଜଲ୍ଦି ପାଣି ବାହାରିବ ବୋଲି। ପୁଣି ଅଛି ବି ମସଲାରେ ପକେଇବା, ଲୁଣ ମୁଁ ଏଠି ଅଳ୍ପ ପକେଇଲି। ତାକୁ ବର୍ତ୍ତମାନ ଆମେ ଟିକେ ଲିଡ୍ ଦେଇଦେବା, କାହିଁକିନା ପାଣି ଜଲ୍ଦି ବାହାରିବ। ମୁଁ ବର୍ତ୍ତମାନ ହାଇ ଫ୍ଲେମ୍‌ରେ ଦେଇଛି। ଆଉ ଦେଖନ୍ତୁ ମୋର ପାଣି ମରିଗଲାଣି, ଗୋଲ୍ଡେନ୍ କଲର୍ ଆସିଗଲାଣି। ଆଉ ବାକି ଯାହା ପାଣି ଅଛି ଆମେ ତାକୁ ଟିକେ ଭଲକି ଚାପି ଚାପି ଦେବା, ଯେମିତିକି ପାଣି ବାକି ବାହାରିଯିବ। ଦେଖନ୍ତୁ ମୁଁ ଏଠି ପାଣି ସବୁ ଚାପି ଦେଉଛି, ଯେଉଁଠି ଟିକେ ଟିକେ ରହିଯାଇଛି। ବର୍ତ୍ତମାନ ମୋର ଏଇଟା ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇଗଲା। ବର୍ତ୍ତମାନ ମୁଁ ତାକୁ ଗୋଟେ ବାଉଲ୍‌କୁ କାଢ଼ିଦେଲି। ଦେଖନ୍ତୁ କେତେ ସୁନ୍ଦର କଲର୍ ବି ଆସିଛି, ପାଣି ବି ଶୁଖିଯାଇଛି ପୋଟଳରୁ। ବର୍ତ୍ତମାନ ମୁଁ କିଛି ତେଲ ଦେଲି। ବର୍ତ୍ତମାନ ଜିଞ୍ଜର, କାଜୁ ଆଉ ଗାର୍ଲିକ୍ ପେଷ୍ଟ ଯେଉଁ ବନେଇଛି ତାକୁ ବର୍ତ୍ତମାନ ଫ୍ରାଏ କରିବା। ଅଏଲ୍ ତାତିଗଲାଣି, ଆଉ ସେଇ ପ୍ୟାନ୍‌ରେ ମୁଁ କରିଛି। କିଛି ଅଏଲ୍ ଥିଲା, ଆଉ କିଛି ଅଏଲ୍ ଦେଲି। ଗୋଟା ମସଲା ଯେଉଁ ବାକି ଥିଲା ତାକୁ ଆ ଦେହରେ ପକେଇଦେଲି। ଏଠି ମୁଁ ତେଜପତ୍ର 2ଟା ପକେଇଦେଲି, ଅଧିକ ସ୍ମେଲ୍ କରିବ ବୋଲି। ଆଉ ବର୍ତ୍ତମାନ ମୁଁ ଏଇ ଜିରା, ନଡ଼ିଆ, ଲଙ୍କା, ଧଣିଆ ସବୁ ବାଟିଥିଲି, ସେଇ ପେଷ୍ଟଟାକୁ ବର୍ତ୍ତମାନ ପକେଇଦେଲି। ଫ୍ରାଏ କରିବା ଏକାଠି। ବେଶୀ ହେଇଯିବ ବୋଲି ମୁଁ କିଛି କାଢ଼ିକି ରଖିଦେଲି, କାହିଁକିନା ମୋର ପୋଟଳ କୋରମାରେ ଯେତିକି ଦରକାର ତାଠୁ ଅଧିକ ହେଇଗଲା ବୋଲି ମୁଁ ଟିକେ କାଢ଼ିକି ରଖିଦେଲି। ବର୍ତ୍ତମାନ ମୁଁ ଅମୁଲ ଘିଅ କିଛି ଦେଲି, ବଢ଼ିଆ ଟେଷ୍ଟ ଲାଗିବ। ଏଠି କାଶ୍ମୀର ମିର୍ଚି ମୁଁ ପକେଇଲି 1 ସ୍ପୁନ୍।
आकु भल भाव मिक्स करदबा तल जेपरी लागिवनी। बर्तमान मु मीडियम फ्लेम रे देइची आउ हल्दी मु पकईदेली यादरे मुझे सल्ट पकईली आगुरी मध्य सल्ट पकईली आउ सुगर टिके मु पकईबी कहीं यहाँ बेसी लाली देखाबा और अधिक टेस्ट मध्य आसीबो। आउ बर्तमान आपको भल भाव मिसईदेली आउ मीडियम फ्लेम रे मु रखीची आउ फ्राएड करथिबा आलू को पकईदेली पोटल को मध्य मु आदरे पकईदेवी देखो ये पकईदेली आउ ए आलू आउ पोटल जमती भल भाव घाटी देवा जमती कि मसला भितर को पशिज पांचिया लगनी जमती जड़ीज भल भाव आपको भल भाव में घाटी देली मीडियम फ्लेम रे मु स्टोव को गैस स्टोव को रखी आउ किछि पानी देली मु जकजकिया रखी बोली आपण मैंने जदि झोलिया रखिबे ताहले आपण आउ टिके पानी मध्य दे पारिबे आपणक चॉइस अनुसार आपण पानी दे पारिबे। मु छोट छोट काटी धनिया पत्र को पकईदेली देखंतु मोर रेडी हो गला आउ पोटल रे एमती एते सुंदर डिलीशियस रेसिपी बनी परिबे बोली आपण चिंता करछंती केबे चिंता कर नथिबे देखंतु मु एको बाउल को काट देली आपण माने याकू घरे बनांतु केमती लागिला कमेंट्स द्वारा जणंतु आउ शेयर मध्य करंतु सब्सक्राइब करंतु आउ आपण माने एमती मते सब्सक्राइब कले मु आपन को नुआ नुआ वीडियो देखेबी। थैंक यू।